2026 ଜାନୁଆରୀ 21 ରୁ 23 ଆମ ଓଡିଶାରେ ଭୁବନେଶ୍ୱରରେ ଏକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୋଟେ ଆୟୋଜନ ହେଇଥିଲା, ଯୋଉଠିକି ଆପଣ ମାନେ ଅଳ୍ପ ବହୁତ ସମସ୍ତେ ଆସିଥିବେ ପ୍ରାୟତଃ। ଏବଂ ଆପଣ ମାନେ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଜାଣିଥିବେ ଯେ ଏଠି କେତେ କ୍ରାଉଡ ହୋଇଥିଲା ବା ଏଠି କଣ କଣ ଜୀବଜନ୍ତୁ ଆସିଥିଲେ ବୋଲି। ଗଭର୍ଣ୍ଣମେଣ୍ଟ ଦ୍ୱାରା ପରିଚାଳିତ ହୋଇଥିଲା, ଯୋଉଠିକି ଆମର କଳିଙ୍ଗ ପେଟ୍ସ ଆସୋସିଏସନ କୁ ଗୋଟେ ଷ୍ଟଲ ମିଳିଥିଲା, ଯୋଉଠିକି ଆମେ ଟ୍ରାଏ କରୁଥିଲୁ ଯେ ସବୁତକ ଜୀବଜନ୍ତୁ ବା ଆନିମଲ ରେପ୍ଟାଇଲ କୁ ଦେଖେଇବା ପାଇଁ ଗୋଟେ ଷ୍ଟଲ ମାଧ୍ୟମରେ ଆପଣ ମାନେ ଯଦି ଆସିଥିବେ ଆପଣ ମାନେ ଦେଖିଥିବେ ବି ଯେ ଗୋଟେ ଷ୍ଟଲ ମାଧ୍ୟମରେ ସବୁତକ ଆମେ ଦେଖେଇବା ପାଇଁ ଟ୍ରାଏ କରୁଥିଲୁ। ଚଢେଇ, କୁକୁର, ବିଲେଇ, ବିଭିନ୍ନ ପ୍ରକାର ରେପ୍ଟାଇଲ ହେଇଗଲା। ମୁଁ ଆଜି ଆପଣମାନଙ୍କୁ ଏଇ ଭିଡିଓରେ ଆମର ପୂର୍ବରୁ କେମିତି କାମ ହେଇଛି, ମାନେ ଡେ 1 ରୁ କେମିତି କାମ ଷ୍ଟାର୍ଟ ହେଇଛି ଅପ୍ ଟୁ ନେଇକି ଲାଷ୍ଟ ଡେ ପର୍ଯ୍ୟନ୍ତ କେମିତି କାମ ସରିଛି, ଏଇ ଭିଡିଓରେ ଆପଣମାନଙ୍କୁ ଦେଖିବେ ଯେ ଆମେ କେଉଁ ଭଳିଆ କାମ କରିଥିଲୁ, ମାନେ ଆମର ଆସୋସିଏସନ ର ମେମ୍ବର ମାନେ ଲାଗି କେଉଁ ଭଳିଆ କାମ ହେଇଥିଲା, କେମିତି ଆମେ ରାତି ଅନିଦ୍ରା ହେଇ କାମ କରୁଥିଲୁ ବା କଣ କଣ ସବୁ ହେଇଛି ମୁଁ ଆପଣଙ୍କୁ ସେଇଟା ଏଇ ଭିଡିଓ ମାଧ୍ୟମରେ ଆପଣଙ୍କୁ ଦେଖେଇବି ଆଜି। ଏତଦ ବ୍ୟତୀତ ବି ଆପଣ ମାନେ ଆମ ମେଳାକୁ କଣ କଣ ଭେରାଇଟିର ଚଢେଇ ଆସିଥିଲେ ଆପଣ ମାନେ ସେଇଟା ଦେଖିପାରିବେ। ମୁଁ କେବଳ ଏଇ ଭିଡିଓରେ କେବଳ ଆପଣମାନଙ୍କୁ ଚଢେଇଟା ହିଁ କଭରେଜ କରିଛି, ଯୋଉଟା କି ଚଢେଇ ଆପଣମାନଙ୍କୁ ଦେଖେଇ ପାରିବି, ଅନ୍ୟ କିଛି ମୁଁ କଭରେଜ କରିନି। ସେ ଚଢେଇଟା ହିଁ ଆପଣମାନଙ୍କୁ ଦେଖେଇ ପାରିବି। ଏଇଠି ଆପଣ ମାନେ ଦେଖନ୍ତୁ ଆମର ରାତିର କାମ ହେବାର ପୂର୍ବ ମାନେ 2-4 ଦିନ ପୂର୍ବର ଭିଡିଓ ଗୁଡା ମୁଁ ଆପଣଙ୍କ ପାଖରେ ସେୟାର କରୁଛି। ଆମେ ତ କାମ କରୁଥିଲୁ, କାମ କରୁଥିଲେ ଗଭର୍ଣ୍ଣମେଣ୍ଟ ର ଏମ୍ପ୍ଲୟି, ଆମେ ତାଙ୍କୁ ଡିରେକ୍ସନ ଦଉଥିଲୁ ଯେ ମାନେ କୋଉ ହିସାବରେ ହବ କାମଟା, ମାନେ ଆମର ଆକ୍ୱାରିୟମ ସେକ୍ସନ ଟା କୋଉଠି ରହିବ, ଆମର ଅଲଗା ବାର୍ଡ ର ସେକ୍ସନ ଟା କୋଉଠି ରହିବ, ଏସବୁ ଆମେ ତାଙ୍କୁ ଡିରେକ୍ସନ ଦଉଥିଲୁ। ତ ଏସବୁ ଫଳରେ ଆମେ କଣ୍ଟିନ୍ୟୁ 3-4 ଦିନ ପର୍ଯ୍ୟନ୍ତ ଆମେ ରାତି 12ଟା ରୁ 1 ପର୍ଯ୍ୟନ୍ତ ତାଙ୍କ ପାଖରେ ରହିକି ହିଁ ଡିରେକ୍ସନ ଦଉଥିଲୁ। ଯୋଉଠି ଆପଣମାନେ ଦେଖିପାରୁଥିବେ, ଆପଣମାନେ କିଛି କିଛି ଭିଡିଓରେ ଟାଇମ ମଧ୍ୟ ଦେଖିବାକୁ ପାଇବେ। ଆପଣମାନେ ଦେଖିପାରୁଥିବେ ଯେ ଆମର ଆସୋସିଏସନ ର ମେମ୍ବର ମାନେ ପୁରା ଫୁଲ ଏନ୍ଜୟ କରିକି କାମଟା କରୁଛନ୍ତି, ମାନେ ଯେମିତି ପୁରା ଫୁଲି ଏନ୍ଜୟ ଭାବେ ବା ପୁରା ମଜା ଯେମିତି ଲାଗୁଛି ତାଙ୍କୁ କାମ କରିବାକୁ। କଣ୍ଟିନ୍ୟୁ ସେମାନେ ହସ ଖୁସି କାମ କରୁଛନ୍ତି। ଆଉ କାମ ମଧ୍ୟରେ ମଧ୍ୟ କିଛି କିଛି କମେଡି ମଧ୍ୟ ମାନେ ଆସିଯାଉଛି, ଯୋଉଟା କି କମେଡି ମାଧ୍ୟମରେ ମଧ୍ୟ କାମ ଚାଲିଛି, ହସ ଖୁସି ହେଇ କାମ ଚାଲିଛି। ଆପଣ ଦେଖିବେ ତ ଆମେ ଆଜି ଅଛୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ପେଡ୍ ଜୋନରେ, ଯୋଉଟା କି ଆପଣମାନେ ଦେଖିଥିବେ ବହୁତ ଟ୍ରେଣ୍ଡିଂରେ ବି ଚାଲିଛି। ଆପଣମାନେ ରିଲ୍ସ, ୟୁଟ୍ୟୁବ ଭିଡିଓ ବଗେରା ସବୁ ଦେଖି ସାରିଥିବେ। ତ ପ୍ରତ୍ୟୁଷ ଭାଇ ମୋ ସାଙ୍ଗେ ଅଛନ୍ତି, ଜଣେ ବ୍ରିଡର। ଆପଣମାନଙ୍କ ୟୁଟ୍ୟୁବ ଭିଡିଓ ବି ଦେଖିଥିବେ, ଆମକୁ ଜାଣିଥିବେ ବହୁତ ଜଣ। ତ ପ୍ରତ୍ୟୁଷ ଭାଇ, ଏଠିକି ଯୋଉ ଲୋକ ଆସିଲେ ମାନେ ଏଇଟା କରିବାର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କର କଣ ବେନିଫିଟ ହେଲା? ଏଇଟା ଆମର ଗୋଟେ ଆୱାରନେସ ପ୍ରୋଗ୍ରାମ ଚାଲିଛି। ଲୋକ ଯୋଉ ଭାବୁଛନ୍ତି ଯେ ଦେଶୀ ଶୁଆଟା ଖାଲି କଥା କୁହେ, ସେମିତି ନୁହଁ। ଆମର ବହୁତ ଗୁଡାଏ ଏକ୍ଜୋଟିକ ବାର୍ଡ ଅଛନ୍ତି ଯୋଉମାନେ ଟକିଂ କରନ୍ତି ଆଉ ବହୁତ ଭଲ ଟେମ୍ ହୁଅନ୍ତି, ମାନେ ପୋଷା ମାନନ୍ତି। ତ ସେସବୁ ପାଇଁ ଆମେ ଏଇଟା ଆୱାରନେସ ପ୍ରୋଗ୍ରାମ କରୁଛୁ। ଆଉ ଦେଶୀ ଶୁଆଟା ଆଜ୍ଞା ଆମର ଇଲିଗାଲ। ଇଣ୍ଡିଆନ ଆକ୍ଟ ଅନୁଯାୟୀ ଆପଣ ଦେଶୀ ଶୁଆ ରଖିପାରିବେ ନାହିଁ ଘରେ, ରଖିପାରିବେନି କିମ୍ବା ବିକ୍ରି କରିପାରିବେନି। ଯୋଉ ପେଟ୍ ସପ୍ ଭାଇ ମାନେ ବିକ୍ରି କରୁଛନ୍ତି ତାଙ୍କ ମାନଙ୍କ ପ୍ରତି ମୋର ଏତିକି ରିକ୍ୱେଷ୍ଟ ରହିବ ଯେ ସେମାନେ ଦେଶୀ ଶୁଆଟା ବିକ୍ରି ନ କରିକି ଏକ୍ଜୋଟିକ ବାର୍ଡ ପ୍ରମୋଟ କରନ୍ତୁ। ଆଉ ପ୍ରତ୍ୟୁଷ ଭାଇ, ଏଠିକି ଯୋଉ ଲୋକ ଆସିଲେ ଆପଣଙ୍କୁ କଣ ଲାଗୁଛି? ଲୋକ ଏନ୍ଜୟ କଲେ ପୁରା ଭରପୁର ନା କଣ? ଲୋକ ଏନ୍ଜୟ କେତିକି କରୁଛନ୍ତି ମତେ ନ ପଚାରିକି ଆପଣ ଟିକେ ଭିଡିଓଟାକୁ ଦେଖେଇ ଦିଅନ୍ତୁ। ମାନେ ଭିଡିଓଟାକୁ ଟିକେ ଦେଖେଇ ଭିଡିଓଟା ଦିଅନ୍ତୁ। କ୍ରାଉଡ ଟା ଦେଖିବେ, କ୍ରାଉଡ ଦେଖିକି ତାପରେ ମତେ ପଚାରିବେ। ଆପଣ ମାନେ କ୍ରାଉଡ ରୁ ଜାଣିପାରୁଥିବେ ଯେ କେତେ ଲୋକ କ୍ରାଉଡ ରୁ ଆଜି। ହିଁ ଜାଣିପାରୁଥିବେ ହଁ। ଯେ ଲୋକଙ୍କର ଏକ୍ସାଇଟମେଣ୍ଟ କେତେ ଅଛି। ଆଉ ଗୋଟେ କଥା, ଲୋକ ଜାଣିନଥିଲେ ଯେ ଏତିକି ପ୍ରକାର ଶୁଆ ଅଛନ୍ତି ବୋଲି, ନା ହଁ, ଆପଣ ସେ ବିଷୟରେ କଣ, ବା ଏତିକି ପ୍ରକାର ଚଢେଇ ଅଛନ୍ତି ବୋଲି? ଲୋକମାନେ ଭାବୁଥିଲେ ଯେ ଚଢେଇ କହିଲେ କି କଥା କୁହା ଶୁଆ କହିଲେ ଆମର ଦେଶୀ ଶୁଆ ଯୋଉଟା ଆଲେକ୍ଜାଣ୍ଡିଆନ ପ୍ୟାରଟ, ତ ସେଇଗୁଡା ହିଁ ଭାବୁଥିଲେ। ତ ଏବେ ଜାଣିପାରିଲେ ଯେ ବହୁତ ପ୍ରକାର ଚଢେଇ ଅଛନ୍ତି ଆମ ପାଖରେ। ଆଜ୍ଞା 3000 ରୁ ଷ୍ଟାର୍ଟ କରିକି 300 ରୁ ଷ୍ଟାର୍ଟ କରିକି ଚଢେଇ ଅଛନ୍ତି, କିନ୍ତୁ 3000 ରୁ ଆମର ଟକିଂ ପ୍ୟାରଟ ଷ୍ଟାର୍ଟ ହେଇଯାଉଛି, ଯୋଉଟା କି କଥା କୁହା ଚଢେଇ ଆମର 3000 ରୁ ଷ୍ଟାର୍ଟ ହେଇଯାଉଛି, ଯୋଉଟା କି ପାଇନାପଲ କନିଏ। ଆଉ ଲୋକ ବି ଏଠି ହ୍ୟାଣ୍ଡ ଚଢେଇର ମଜା ଉଠେଇଲେ, ମାନେ ମାକା ଉଠେଇ କାକତ ଧରିକି ମଧ୍ୟ ମଜା ବି ଆଜ୍ଞା ଉଠେଇଛନ୍ତି। ସେଟା ବି ଆପଣ ଆମେ ସମସ୍ତେ ଆଜ୍ଞା ଦେଖିଲେ, ଯୋଉଟା କି ଆମ ପାଇଁ ମାନେ ଆଗକୁ ଯାଇକି ଓଡିଶା ମାର୍କେଟ ବା ଲୋକ ଆମର ଏଜୁକେଟେଡ ହେଲେ, ଲୋକ ଆଜ୍ଞା ଜାଣିଲେ। ଆମେ ବି ଟ୍ରାଏ କରୁଛୁ ୟା ପରେ ଆହୁରି ମାନେ ଲୋକଙ୍କୁ ଆୱାରନେସ କରିବା ପାଇଁ ବିଭିନ୍ନ ପ୍ରକାର ଶୋ ମାଧ୍ୟମରେ ହଉ ବା ସୋସିଆଲ ମିଡିଆ ଆଜ୍ଞା। ମାଧ୍ୟମରେ। ଠିକ ଅଛି ଅଛି। ଆପଣ ମାନଙ୍କୁ କିଛି କିଛି ବାର୍ଡ ମାନଙ୍କର ଭିଡିଓ ଆପଣଙ୍କ ପାଖରେ ରଖେଇବି। ସବୁତକ ଭିଡିଓ ତ ଆପଣ ସବୁତକ ବାର୍ଡ ମାନଙ୍କର ଭିଡିଓ ତ ଆପଣଙ୍କ ପାଖରେ ରଖେଇବାଟା ସମ୍ଭବ କରୁନି। ଯେତିକି ବି ହେଲା ସମସ୍ତଙ୍କର ଭିଡିଓ ପ୍ରାୟ ରଖିବାକୁ ଟ୍ରାଏ କରିବି। ଆଉ ସ୍ପେଶାଲି ଯୋଉମାନେ ଓପନ ବାର୍ଡ ଅଛନ୍ତି, ଟେମ୍ ବାର୍ଡ ଅଛନ୍ତି, ସେଇମାନଙ୍କର ଭିଡିଓ ଗୁଡା ପ୍ରାୟତଃ ରଖିବାକୁ ଆପଣଙ୍କୁ ଟ୍ରାଏ କରିବି। ଆପଣମାନଙ୍କ ଭିତରୁ ଯଦି କିଏ ଆସିଥିବେ ଏ ଜାଗାକୁ ବୁଲିବାକୁ, ଆପଣମାନେ ଦେଖିଥିବେ ଯେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏଇ ଯୋଉ ବାର୍ଡ ଜୋନ୍ ବା ସେଲଫି ପଏଣ୍ଟ, ଯୋଉଠିକି ଓପନ ବାର୍ଡ ଗୁଡା ଖୋଲା ହେଇଥିଲେ। ପ୍ରାୟତଃ ଲୋକ ସେଇଠି ହିଁ ଆସୁଥିଲେ, ସେଇଠି ଜମା ହଉଥିଲେ କେବଳ ଚଢେଇ ମାନଙ୍କୁ ଦେଖିବାକୁ। ଏଇ ଚଢେଇ ଗୁଡା ଯୋଉ ଓପନ ହେଇକି ବସିଥିଲେ ବା ଟେମ୍ ଚଢେଇ ଯୋଉ ବସିଥିଲେ, କେହି ଲୋକ ତ ଆମକୁ ମାଗନ୍ତି ଯେ ଆମେ ଟିକେ ଦିଅ ଧରିକି ଫଟୋ ଉଠେଇବୁ ବା କାନ୍ଧରେ ବସେଇବୁ। ମାନେ ସବୁତକ ଲୋକ ମୁଖ୍ୟ ଆକର୍ଷଣ ହିଁ ପାଲଟିଥିଲା ଚଢେଇ ମାନଙ୍କ। ଏତଦ୍ ବ୍ୟତୀତ ବି ଆମର କିଛି ଚଢେଇ ଡିସପ୍ଲେ କରାଯାଇଥିଲା, ଯୋଉଟା କି ଆପଣ କମନଲି ପେଟ୍ ସପ୍ ବା ଅନ୍ୟ କୋଉଠି ଦେଖିବାକୁ ପାଇବେନି। ବହୁତ ରେୟାର ଚଢେଇ ବି ଆମର ୟା ମଧ୍ୟରେ ବହୁତ ଡିସପ୍ଲେ କରାଯାଇଥିଲା। ଆମ ଲୋକମାନେ ସବୁବେଳେ ଭାବନ୍ତି ଯେ ଆମର ଦେଶୀ ଶୁଆ ଉପରେ ସବୁବେଳେ ଡିମାଣ୍ଡ ଆସେ ବା ଦେଶୀ ଶୁଆର ସବୁବେଳେ ଇନକ୍ୱାରି ଆସେ। ମୁଁ ଭାବୁଛି ଯେ ଆମ ଲୋକ ଏଇ ଯୋଉ ମେଳା ବୁଲିଲା ପରେ ହୁଏତ ଟିକେ କନସେପ୍ଟ ଚେଞ୍ଜ କରିଥିବେ, ଯେ ଆମ ମାନଙ୍କ ଭିତରୁ ପ୍ରାୟତଃ କମନ ଲୋକ ଗୁଡା ଜାଣିନଥିବେ ଯେ ଏତିକି ପ୍ରକାର ଚଢେଇ ଅଛନ୍ତି ବା ଏତିକି ପ୍ରକାର ଶୁଆ ଭେରାଇଟି ଅଛନ୍ତି ବୋଲି। ତ ଏବେ ମତେ ଲାଗୁଛି ଯେ ଲୋକମାନଙ୍କର କନସେପ୍ଟ ଚେଞ୍ଜ ହବ ବା ମାଇଣ୍ଡ ସେଟ ଚେଞ୍ଜ ହବ। ଲୋକ ଯୋଉ ଦେଶୀ ଶୁଆ
आगु इनक्वारी करथिले भी भाबुची सेमानकर माइंडसेट चेंज हो आपण मान देखंतु मु टिके ऊपर कैमरा करके आपन देखाउ ट्राई करी देखंतु आपण माने केते संख्या रे भिड एवं टाइम भी आपन देखौची प्रैक्टिकल आपण टाइम भी देखि परथबे राती रो 9टा रु 9:30 भीतर हेलानी तथापि भी लोकंकर मन बुझुनी लोक देखंतु केते भिड प्रचुर परिमाण रे हमर स्टॉल लोक अधिक भिड यदि आपण मन भितर के आस्थिबे ताले आपण मन जानिथिबे तो केते भिड थिला बोली स्टॉल आमे केबे एक्सपेक्ट करनथिल जे हमर स्टॉल टा एते भिड होई परियो बोली आमे या पर ट्राई करछु जे आउट बड़ जगह बा ओपन स्पेस रे करिया पे देखंतु लोक माने राती 10 9:30 10टा हेलानी तथापि भी लोक मानकर मन बुझुनी आपण मान देखंतु लोक एंट्री करिया पे लाइन लगै छथि एटा होची कलिंग पेट्स ऑफ एसोसिएशन तरफ रे हेतु स्टॉल आपण मान अन्य स्टॉल माने भी देखुते पूरा फांका केवल हमर स्टॉल पाखरे ही लोक देखंतु केमती लाइन लगै छिडा छथि केवल जंतु मानु भी देखिया पे राती एटी आपण मान देखि परथबे हमर प्रत्येक दिन संध्या बेले गोटे रैंप शो बा स्टेज शो हुए जोटी कि आपण विभिन्न प्रकार लाइव एनिमल को धरि कि बा बार्ड मानु को धरि कि चलंती बा रैंप रे चलंती स्टेज रे चलंती शो अप करंती विभिन्न प्रकार चढ़े हे गला विभिन्न प्रकार कुकुर गिनी ठेकुआ ए सब बिले ए सब को नेकी हमर गोटे रैंप शो हेता 2-3 जगह आपण मान जदि आस्थिबे देखिथिबे एठी हम संग तो विभिन्न प्रकार ऑफिसर गवर्नमेंट रो ऑफिसर माने एडीबीओ सीडीबीओ समस्त आसी हम सहित जोग देथिले माने निजे मध्ये हम सहित चढ़ई कुकुर बा ठेकुआ ए सब धरिथिले जोटा कि हम पई बहुत गर्वर कथा जे सेमान आसी हम सहित भी धरिथिले स्टेज ऊपर ए परे भी आपण मान देखंतु जे तळे लोक मानकर केते भिड आ माने हमर न्यूज रिपोर्टर भाई मानकर बहुत भिड आपण मान टोटल मोटा मोटी वीडियो को देखि जानि परथो जे केते क्राउड हेतला जागाटा पेड जोन टा केते ट्रेंडिंग रे थिला आपण मान जानि परथो देखंतु प्रत्येकटी समस्त हाथ मोबाइल कैमरा समस्त फोटो उठार व्यस्त आपण बुझी परथो जे एठू हमर आम पेड जोन टा केते ट्रेंडिंग रे थिला बोली आपण माने भी देखि परथो आज होची लास्ट दिन रे भी 9:30 10 रे भी देखंतु लोक मानकर केते गहली तथापि एंट्री पॉइंट आज बंद हेलानी या परे भी आमे एथरो समस्त लोकन को बाहर करिकि हमर चढ़ई बा अन्य जीवजंतु को छोट छोट केज रे पैकिंग करू कारण जोठू जो जीवजंतु आस्थिले बा पक्षी आस्थिले सेमन को रिटर्न करा जिवो देखंतु आपण मानकर लोकंकर केते गहली रोड को लोक कंटिन्यू से दिन 10:30 रु 11टा पर्यंत भी थिले माने राती लास्ट दिन कथा म आपन कहूची तेनगुरे आज भिडियो टो एट सारिबा आ भिडियो टो लंबा कर परिबिनी माजी गोटे छोट भिडियो रे आपण मानकू प्रथम रु शेष पर्यंत देखैली केमती केमती हेतिला को पर्याय देके हम आस्थिलु तो आज भिडियो टो एट सारिबा देखा गोटे नुवा भिडियो नुवा टॉपिक रे सेतबेल पर्यंत रहूची नमस्कार।